ଗୁଡ୍ ଇଭିନିଂ ଓ ମୁଁ ଆପଣମାନଙ୍କ ଈଶ୍ୱର। ଆଉ ଆଜି ତ ପଖାଳ ଦିବସ ମୁଁ କହିଥିଲି, ଆଉ କ'ଣ ପ୍ରସ୍ତୁତ କରିଛି ଦେଖିବା। ତ ମୁଁ ଚେଷ୍ଟା କରିଛି, ଆଉ ମୁଁ ଘରଠୁ ଅଲଗା ଅଛି, ଏଇଟା ବି ଆପଣମାନେ ଜାଣିଛନ୍ତି। ଆଉ ମୁଁ ଏବେ MV114 ଗାଁରେ ରହୁଛି, ଯେହେତୁ ମୁଁ ଏଇଠାରେ ଏଇ ଗାଁରେ ସ୍କୁଲରେ ଟିଚର୍ ଅଛି, ମାନେ ସେଥିପାଇଁ ଆପଣମାନେ ତ ସବୁ ଜାଣୁଛନ୍ତି। ହେଲେ ଏଇଥିରେ ମୁଁ ଏକା ରହୁଛି, ଆଉ ଯେତିକି ପାରିଛି ଚେଷ୍ଟା କରିଛି। ଆଉ ଦେଖନ୍ତୁ, ପଖାଳ ଭାତ, ତାପରେ କ'ଣ ହେଇଛି, ଆଉ ଆଳୁ ଭର୍ତ୍ତା, ଆଉ ସଜନା ଶାଗ, ଏଇଟା ସଜନା ପତ୍ରର ଶାଗ, ଆଉ ଟମାଟୋ ଚକଟା, ତାପରେ ପିଆଜ କଟା, ଆଉ ଲୁଣ ଦେଇଛି, ଆଉ ଶୁଖିଲା ଲଙ୍କା, କଞ୍ଚା ଲଙ୍କା, ଯେହେତୁ ମୁଁ ଆଣିପାରୁନି, ଆଉ ଏଇଟାକୁ ବି ଖାଇପାରିବି। ଆଉ ଏତେ ସବୁ କରିଛି। ଆଉ ଦେଖନ୍ତୁ, ପାଣି ଆଉ ଏତେ ସବୁ ପ୍ରସ୍ତୁତ ଆଜି ହିଁ କରିପାରିଛି, ନହେଲେ ମୁଁ ଏତେ ସବୁ ପ୍ରସ୍ତୁତ କରିପାରେନି। ମାର୍ଚ୍ଚ 20 ଦିନ ମୋ ପାଇଁ ବହୁତ ସ୍ମରଣୀୟ ହୋଇ ରହିବ। ଆଉ ଯେଉଁ ପଖାଳଟା କରିଛି, ଏଇ ଯେଉଁ ଦୋକାନ ଅଛି, ତାଙ୍କ ଘରେ ଯେଉଁ ଚାଉଳ ଦେଇଥିଲେ, ଏଥିରେ ଦେଖନ୍ତୁ କ'ଣ ଅଛି। ଦେଖନ୍ତୁ, ଚାଉଳ ଢାଙ୍କିକି ରଖିଛି, ଆଉ ମୋ ଚାଉଳ ତ ସରିଯାଇଛି। ଏଇ ଦୋକାନ ଯେଉଁ ଅଛି, ତାଙ୍କ ଘରକୁ କହିଲି ଯେ ସେମାନେ ସେଇଟାକୁ ସଫାସୁତୁରା କରିକି ଆଣିଦେଲେ। ଆଜି ସେମାନେ ଚାଉଳ ବିକନ୍ତିନି କହିଲେ, ଆଉ ଖାଲି ଘର ପାଇଁ ହିଁ ଚାଉଳ, ଯେଉଁ ସିଝା ଚାଉଳ, ସେଥିପାଇଁ ମୁଁ କହିଥିଲି। ହେଲେ ମୋ ଦୋକାନରେ ଯଦି ସେମିତି ଚାଉଳ ମିଳୁଛି, ସେଇଥିରୁ ହିଁ କିଛି ପରିମାଣରେ ନେଇକି ମୁଁ ରୋଷେଇ କରିଛି, ଆଉ ତାଙ୍କୁ ହିଁ ବହୁତ ଧନ୍ୟବାଦ ଦେବା। ଆଉ ସେଇ ଦୋକାନ ଚାଉଳ ମିଳିଗଲେ ମୁଁ ସେଇ ଚାଉଳଟା ତାଙ୍କୁ ଦେଇଦେବି। ଏଥର ପଖାଳ ଦିବସରେ ପଖାଳ ଖାଇବା ମୁଁ ଷ୍ଟାର୍ଟ କରେ। ଦେଖନ୍ତୁ, ଗରମ ଗରମ ପଖାଳ। ପଖାଳ ଦିବସ ଦିନ ପଖାଳ ଖାଇକି ବହୁତ ଖୁସି ଲାଗୁଛି। ସଜନା ପତ୍ର ଟିକେ, ଟମାଟୋ ଚକଟା, ଲୁଣ ଟିକେ କମିଯାଇଛି, ଆଉ ଟିକେ ପକେଇଦେବା। ଏଥର ଠିକ୍ ହେଲା।
ଏଇ ଗାଁକୁ ଆସିକି ବି ମୁଁ ପ୍ରଥମ କରି ଆଜି ପଖାଳ ଖାଉଛି। ଆଗରୁ କେବେ ପଖାଳ କରିନି। ଆଉ ମୁଁ କେବେ 4 ପ୍ରକାରରେ କରିକି ମୁଁ ଖାଉନି। ଦେଖନ୍ତୁ ଆଜି ବହୁତ ଖୁସି ଲାଗୁଛି। ଆଉ ପଖାଳ ଖାଇସାରିବା ପରେ ତୋରାଣି ପିଇକି ରହିବି। ଭାତ ଖାଇଲେ ପାଣି ପିଇ ହୁଏ, ହେଲେ ପଖାଳ ଖାଇବା ପରେ ତୋରାଣି ପିଇବି। ଏଇଟା ସେଇ ତୋରାଣି। ଦେଖନ୍ତୁ କମ୍ପ୍ଲିଟ୍ ହୋଇସାରିଛି। ଏଥିରେ ବି ଦେଖନ୍ତୁ ଆଉ ପଖାଳ ଖାଇବା ପରେ ତୋରାଣି ପିଇଲେ ହିଁ ବହୁତ ଭଲ ଲାଗେ। ଆଉ ମୁଁ ଏମିତି ଭାବରେ ବହୁତ ଦିନ ପରେ ଖାଇବା ଆଉ ତୋରାଣି ପିଇବା ସେଇଟା ବହୁତ ଭଲ ଲାଗିଲା। ଆଉ ସମସ୍ତଙ୍କୁ ଆପଣମାନେ ବହୁତ ଭଲରେ ପାଳିଥିବେ। ଆଉ ସମସ୍ତଙ୍କୁ ଗୁଡ୍ ନାଇଟ୍, ଧନ୍ୟବାଦ।